ଯୁଦ୍ଧର ଛାୟାରେ ଶସ୍ତା ହେଲା ତେଲ। ଇରାନ ଇସ୍ରାଏଲ ଉତ୍ତେଜନା ସତ୍ତ୍ୱେ ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ଆଜି ହଠାତ୍ ଖସିଗଲା ପେଟ୍ରୋଲ ରେଟ୍। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ 10 ଟଙ୍କା କି 20 ଟଙ୍କା ନୁହେଁ, ଏକାଥରେ 80 ଟଙ୍କା ଖସିଗଲା ପେଟ୍ରୋଲ ଦର। ତେବେ ଆଜି ଖବରଟି ଆପଣଙ୍କୁ ଚକିତ କରିପାରେ, କିନ୍ତୁ ଏହା ପ୍ରକୃତରେ ଘଟିଛି। ଆଉ ଯେଉଁଠାରେ ଘଟିଛି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଲିଟର ପିଛା 80 ଟଙ୍କା ହ୍ରାସ ପାଇ ହୋଇଯାଇଛି 378 ଟଙ୍କା। ପ୍ରଧାନମନ୍ତ୍ରୀ ସେହବାଜ ସରିଫ କହିଛନ୍ତି, ଏହି ହ୍ରାସ ସରକାରଙ୍କ ପେଟ୍ରୋଲିୟମ ଲେଭିରୁ କରାଯାଇଥିବା ବିଳମ୍ବିତ ରାତିରେ ପେଟ୍ରୋଲ ମୂଲ୍ୟ 42.7% ବୃଦ୍ଧି ହୋଇ 485% ଲିଟର ପିଛା ହୋଇଯାଇଥିଲା। ତେବେ ଏହାକୁ ନେଇ ଲୋକମାନେ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବା ଏବଂ ପେଟ୍ରୋଲ ପମ୍ପ ଗୁଡ଼ିକରେ ମୋଟର ସାଇକେଲରେ ଲମ୍ବା ଧାଡ଼ି ଲାଗିବା ପରେ ଏହି ଘୋଷଣା କରାଯାଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ତୈଳ ମୂଲ୍ୟରେ ବୃଦ୍ଧିକୁ ସରକାର ମୂଲ୍ୟ ବୃଦ୍ଧିର କାରଣ ବୋଲି ଦର୍ଶାଇଛନ୍ତି। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।